ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ଆଉ ଗୋଟିଏ ବାଣୀକି ଆଲୋଚନାରେ ରଖିବା। ମୋର କାମ କ୍ରୋଧ ଆଦି ଗଲା ନାହିଁ ବୋଲି ଚିତ୍କାର କଲେ କେବେ ହେଲେ ସେଗୁଡ଼ିକ ଯାଏ ନାହିଁ। ଏପରି କର୍ମ ଏପରି ଚିନ୍ତା ଅଭ୍ୟାସ କରିନେବାକୁ ହେବ ଯହିଁରେ କାମକ୍ରୋଧ ଆଦିର ଗନ୍ଧ ବି ନଥିବ। ମନ ଯାହା ଦ୍ୱାରା ସେସବୁ ଭୁଲିଯିବ। କାମକ୍ରୋଧ ଆଦି କୁପ୍ରବୃତ୍ତି ଗୁଡ଼ିକୁ କେବଳ ଚିତ୍କାର କରି ବା ଜୋର ଜବରଦସ୍ତି ଦମନ କରି ମନରୁ ଦୂରେଇ ହେବ ନାହିଁ ବୋଲି ଶ୍ରୀ ଠାକୁର ତାଙ୍କ ଦର୍ଶନରେ ସ୍ପଷ୍ଟ ବୁଝାଇଛନ୍ତି। ଠାକୁରଙ୍କ ମତରେ ଏହି ଷଡ଼ରିପୁ ଆମ ଜୀବନର ଶକ୍ତିର ଉତ୍ସ, କିନ୍ତୁ ସେଗୁଡ଼ିକ ଯେତେବେଳେ ଦିଗହୀନ ହୁଅନ୍ତି ସେତେବେଳେ ମଣିଷର ଅଧପତନ ହିଁ ଘଟିଥାଏ। ତେଣୁ ସେଗୁଡ଼ିକ ଧ୍ୱଂସ ନ କରି ତାହାର ସମ୍ୟକ୍ ନିୟନ୍ତ୍ରଣ ଓ ସତ୍ମାର୍ଗୀକରଣ କରିବାକୁ ହେବ। ସେଥିପାଇଁ ଠାକୁର କେତୋଟି ଜିନିଷ ଉପରେ ପ୍ରାୟୋରିଟି ଦେଇଛନ୍ତି। ଫାଷ୍ଟ ହେଉଛି କନସେଣ୍ଟ୍ରିକ୍ ଲାଇଫ୍, ସେକେଣ୍ଡ ହେଉଛି ଆଡଜଷ୍ଟମେଣ୍ଟ ଅଫ୍ କମ୍ପ୍ଲେକ୍ସ, ଥାର୍ଡ଼ ହେଉଛି ଡେଲି ପ୍ରାକ୍ଟିସ୍। କନସେଣ୍ଟ୍ରିକ୍ ଲାଇଫ୍ ମାନେ କ'ଣ ନା ଇଷ୍ଟମୁଖୀ ଜୀବନ। ପ୍ରବୃତ୍ତିକୁ ଭୁଲିବାର ସବୁଠାରୁ ସହଜ ଉପାୟ ହେଉଛି ନିଜର ମନ ଓ ଭକ୍ତିକୁ ଜଣେ ଜୀବନ୍ତ ଆଦର୍ଶ ବା ସଦ୍ଗୁରୁଙ୍କ ଚରଣରେ ସମର୍ପିତ କରିବା। ଇଷ୍ଟଙ୍କର ସ୍ୱାର୍ଥ ଓ ସୁଖ ପ୍ରତି ଧ୍ୟାନ ରଖି କାର୍ଯ୍ୟ କଲେ ନିଜର କୁପ୍ରବୃତ୍ତି ଗୁଡ଼ିକ ନିୟନ୍ତ୍ରିତ ହୋଇଥାଏ। ସେକେଣ୍ଡରେ ଆମେ କହିଥିଲେ କ'ଣ, ଆଡଜଷ୍ଟମେଣ୍ଟ ଅଫ୍ କମ୍ପ୍ଲେକ୍ସ, ପ୍ରବୃତ୍ତିର ମୋଡ଼ ପରିବର୍ତ୍ତନ। ଶ୍ରୀ ଠାକୁର କହିଛନ୍ତି ଯେ ପ୍ରବୃତ୍ତିକୁ ଜବରଦସ୍ତି ରୋକିଲେ ତାହା ଅଧିକ ଉଗ୍ର ରୂପ ନିଏ। ତେଣୁ ଏହାର ଗତିପଥକୁ ବଦଳାଇ ଦେବାକୁ ହେବ। ଯଦି କ୍ରୋଧ ଆସୁଛି ତେବେ ତାକୁ ଆମେ ନିଜର ଭିତରେ ଥିବା ପାପ, ଅଳସୁଆମୀ ଏବଂ ଅମଙ୍ଗଳକାରୀ ଶକ୍ତି ବିରୁଦ୍ଧରେ ବ୍ୟବହାର କରିବା। ତେବେ ଯାଇ ଆମେ କ୍ରୋଧକୁ ଆଡଜଷ୍ଟମେଣ୍ଟ କରିପାରିବା। ତାପରେ ଆମେ ଦେଖିବା କ'ଣ ନା ଡେଲି ପ୍ରାକ୍ଟିସ୍, ଯେଉଁଟାକି ନିୟମିତ ଅଭ୍ୟାସ ଓ ସାଧନା। ଆମେ ତ ଜାଣିଛେ ଠାକୁର କହିଛନ୍ତି ଯଜନ ଯାଜନ ଇଷ୍ଟଭୂତି, ଏହି ତିନିଟି ହେଉଛି ଆମର ଡେଲି ପ୍ରାକ୍ଟିସ୍। ସକାଳ ସନ୍ଧ୍ୟାରେ ନିୟମିତ ନାମ ଧ୍ୟାନ କରିବା, ଯାହାକି ମନକୁ ଆମର ସ୍ଥିର ରଖିବ, ଭିତରୁ କଳସୁତାକୁ ଦୂର କରିବ। ପରମ ପିତାଙ୍କର ଅମୃତ ବାଣୀକି ଓ ସଚ୍ଚିନ୍ତାକୁ ଅନ୍ୟମାନଙ୍କ ମଧ୍ୟରେ ପ୍ରଚାର କରିବା। ଯେତେବେଳେ ଆପଣ ଅନ୍ୟକୁ ଭଲ କରିବା ପାଇଁ ଚିନ୍ତା କରିବେ, ଆପଣଙ୍କ ମନ ସଚ୍ଚିନ୍ତାରେ ବୁଡ଼ି ରହିବ। ପବିତ୍ର ପରିବେଶ ଏବଂ ଇଷ୍ଟପ୍ରାଣ ଭକ୍ତମାନଙ୍କ ଗହଣରେ ସମୟ ବିତାଇଲେ ମାନେ ସତ୍ସଙ୍ଗ କଲେ କିମ୍ବା ଗଲେ ମନରେ କୁପ୍ରବୃତ୍ତିର ଗନ୍ଧ ସୁଦ୍ଧା ରହେ ନାହିଁ। ହିନ୍ଦୁ ପୌରାଣିକର ଉଦାହରଣଟିଏ ରଖିବି। ଭକ୍ତ ଦାସିଆଙ୍କ ମନରେ ସାଂସାରିକ ଅଭାବ ଓ ଇଚ୍ଛା ଥିଲା, କିନ୍ତୁ ସେ ନିଜର ପରିସ୍ଥିତି ଉପରେ ଚିତ୍କାର ନ କରି ନିଜର ସମସ୍ତ ଆବେଗ ଓ ଆକାଂକ୍ଷାକୁ ମହାପ୍ରଭୁ ଜଗନ୍ନାଥଙ୍କ ଚରଣରେ ସମର୍ପିତ କରିଦେଇଥିଲେ। ସେ ଦୂରରୁ ଶ୍ରଦ୍ଧାରେ ଗୋଟିଏ ନଡ଼ିଆ ବଢ଼ାଇଥିଲେ ଏବଂ ପ୍ରଭୁ ନିଜ ହାତ ବଢ଼ାଇ ତାହା ଗ୍ରହଣ କରିଥିଲେ। ମନ ଯେତେବେଳେ ଇଷ୍ଟଙ୍କଠାରେ ବୁଡ଼ିଗଲା ସେତେବେଳେ ସାଂସାରିକ ଭାବନା ସ୍ୱତଃ ଗାୟବ ହୋଇଗଲା। ଆଉ ଗୋଟିଏ ଓଡ଼ିଆ ପୁରାଣ ଓ ମାଦଳା ପାଞ୍ଜି ଅନୁସାରେ ମନ୍ଦିର ପ୍ରତିଷ୍ଠା ସମୟରେ ମାର୍କଣ୍ଡେୟ ମନ୍ଦିରର ପ୍ରତିଷ୍ଠାତା ଗାଲମାଧବ ଓ ଇନ୍ଦ୍ରଦ୍ୟୁମ୍ନଙ୍କ ମଧ୍ୟରେ ଅହଙ୍କାର ଓ ଶ୍ରେଷ୍ଠତ୍ୱର ପ୍ରତିଯୋଗିତା ଦେଖାଦେଇଥିଲା। କିନ୍ତୁ ଶେଷରେ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜର ସମସ୍ତ ସୁନାମ ଓ ବଂଶର ଗର୍ବକୁ ଭୁଲି ଭଗବାନଙ୍କ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ। ସ୍ୱାର୍ଥ ଓ ଅହଙ୍କାର ଥିବା ଯାଏଁ ଭଗବାନ ମିଳନ୍ତି ନାହିଁ। ସମ୍ପୂର୍ଣ୍ଣ ସମର୍ପଣ ହିଁ ମନର ସବୁ ମଳିନତା ଦୂର କରେ। ଜୟ ଗୁରୁ।